The book of Genesis chapter 4 in Odia language ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆସନ୍ତୁ ଆଜି ଆମମାନେ ଆଦି ପୁସ୍ତକର 4 ପର୍ବଟିକୁ ଅଧ୍ୟୟନ କରିବା। ଏହି 4 ପର୍ବରେ ଆମମାନେ 26 ଗୋଟି ପଦ ଦେଖିବାକୁ ପାଉ। ଆଉ ଏହି 26 ଗୋଟି ପଦରେ जो ବର୍ଣ୍ଣିତ परमेश्वरଙ୍କର ବାକ୍ୟକୁ ଆସନ୍ତୁ ଆଜି ଆମେ ଅଧ୍ୟୟନ କରିବା। ଆମେ ଆର ପୂର୍ବ ତୃତୀୟ ଅଧ୍ୟାୟରେ जो ବିଷୟ ଆମେ ଦେଖିଲୁ, ଆଦମ ଏବଂ ହୱାଙ୍କୁ ସେମାନଙ୍କର ପାପ କରିବା ଯୋଗୁଁ ପରମେଶ୍ୱର ସେମାନଙ୍କୁ ବାହାର କରିଦେଲେ। ଏଦନ ଏବଂ ଉଦ୍ୟାନ ଠାରୁ ସେମାନଙ୍କୁ ବାହାର କରିଦେଲେ। ବାହାର କଲା ପରେ ପରମେଶ୍ୱର ସେମାନଙ୍କ ନିମନ୍ତେ जो ଯୋଜନା କରିଥିଲେ ସେ ପ୍ରକାରେ ଆଉ ଆଦମ ଏବଂ ହवा ସେମାନେ ବାହାରେ ପତି ପତ୍ନୀ ରୂପରେ ସେମାନେ ରହିବାକୁ ଲାଗିଲେ। ଆଉ ସେମାନଙ୍କର ସହବାସ ହୁଅନ୍ତେ ସେମାନେ ପୁତ୍ର ସନ୍ତାନ ସେମାନେ ପ୍ରସବ କଲେ। ଆଉ ତାହା ଆମମାନେ ଏଠାରେ ଅଧ୍ୟୟନ କରିବା ଯେ ଏକ ପଦରେ ଲେଖା ଅଛି, ଅନନ୍ତର ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ ସେ ଗର୍ଭବତୀ ହୋଇ କଇନ ଅର୍ଥାତ୍ ଲାଭ ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, ସଦାପ୍ରଭୁଙ୍କ ସାହାଯ୍ୟରେ ମୋର ଏକ ନର ଲାଭ ହୋଇଅଛି। ଯେତେବେଳେ ସେ ଆଦମ ହବାଙ୍କ ନିକଟକୁ ଗଲା ସହବାସ କରନ୍ତେ ସେ ଏକ ପୁତ୍ର ଜନ୍ମ କରୁଅଛନ୍ତି। ଆଉ ତାର ନାମ କଇନ ବୋଲି ଦେଲେ। ତାପରେ ଆଉ ଦ୍ୱିତୀୟ ପଦରେ ଯେତେବେଳେ ଆମେ ଦେଖୁ, ଏଥି ଉତ୍ତାରୁ ସେ ହେବଲ ଦ୍ୱିତୀୟ ପୁତ୍ରର ନାମ ସେମାନେ ହେବଲ ବୋଲି ଦେଲେ। ତାର ଅର୍ଥ ଅସ୍ଥାୟୀ। ହେବଲ ନାମକ ତାହାର ସହୋଦରକୁ ପ୍ରସବ କଲେ। ହେବଲ ମେଷ ପାଳକ ଓ କଇନ କୃଷକ ଥିଲେ। ହେବଲ ମେଷ ପାଳକ ଥିଲେ ଆଉ କଇନ କୃଷକ ଥିଲେ। ସମୟାନୁକ୍ରମେ ତୃତୀୟ ପଦରେ ଲେଖା ଅଛି, କଇନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମି ଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ। ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମ ଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ, ମାତ୍ର କଇନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏ ହେତୁ କଇନ ଅତି କ୍ରୋଧ କରି ଅଧୋମୁଖ ହେଲେ। ତହିଁରେ ସଦାପ୍ରଭୁ କଇନଙ୍କୁ କହିଲେ, ତୁମେ କାହିଁକି କ୍ରୋଧ କରୁଅଛ ଆଉ କାହିଁକି ଅଧୋମୁଖ ହେଉଅଛ? ସତ୍କର୍ମ କଲେ କି ତୁମ୍ଭେ ଊର୍ଦ୍ଧ୍ୱମୁଖ ହେବ ନାହିଁ? ସତ୍କର୍ମ ନ କଲେ ପାପ ଦ୍ୱାରରେ ଛକିଥାଏ। ତୁମ୍ଭ ପ୍ରତି ତାହାର ବାସନା ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବ। ତାପରେ ଏହି କଥାକୁ ଶୁଣି କଇନଙ୍କର ଜବାବ ପରମେଶ୍ୱରଙ୍କ ପ୍ରତି ଆମେ 8 ପଦରେ ଦେଖିବାକୁ ପାରୁ। ଅନନ୍ତର କଇନ ଆପଣା ଭାଇ ହେବଲ ସହିତ କଥାବାର୍ତ୍ତା କଲେ। କଇନ ଆପଣା ଭାଇ ହେବଲ ସହିତ କଥାବାର୍ତ୍ତା କଲେ। ତହୁଁ ସେମାନେ କ୍ଷେତରେ ଥିବାବେଳେ
କଇନ ଆପଣ ଭାଇ ହେବଲଙ୍କୁ ଆକ୍ରମଣ କରି ବଧ କଲେ। ଯେତେବେଳେ ପରମେଶ୍ୱର ସେମାନଙ୍କୁ କହିଲେ, କଇନକୁ କହିଲେ ଯେ ତୁମେ କ'ଣ ସତ୍କର୍ମ କଲେ ତୁମର କ'ଣ ନୈବେଦ୍ୟକୁ ପରମେଶ୍ୱର ଗ୍ରହଣ କରିବେ ନାହିଁ। ଏହି କଥା ଶୁଣି ତା ମନରେ କ୍ରୋଧ ଆସିଲା। ଆଉ ସେହି କ୍ଷଣି ସେ ତାର ଭାଇ ହେବଲଙ୍କ ନିକଟକୁ ଯାଇ ତାକୁ ମାରିଦେଲା। ଆଉ ସେ ଯେତେବେଳେ କ୍ଷେତରେ ଜଣେ ଥିଲା, କଇନ ନିଜ ଭାଇକୁ ଆକ୍ରମଣ କରି ବଧ କରିଦେଲେ। ଆଉ ଏହାପରେ ପରମେଶ୍ୱର ସଦାପ୍ରଭୁ କଇନକୁ ପଚାରିଲେ, ତୁମ୍ଭ ଭାଇ ହେବଲ କେଉଁଠାରେ ଅଛନ୍ତି? ଆଉ କଇନ ତାହାର ଉତ୍ତର ଏହି ପ୍ରକାର ଦେଉଛନ୍ତି। ସେ କହିଲେ, ମୁଁ ଜାଣେ ନାହିଁ, ମୁଁ କ'ଣ ମୋ ଭାଇର ରକ୍ଷକ? ସେ କହିଲେ, ତୁମ୍ଭେ କ'ଣ କରିଅଛ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି। ପରମେଶ୍ୱର ହେଉଛନ୍ତି ସର୍ବଜ୍ଞାନୀ ଏବଂ ସର୍ବବ୍ୟାପୀ। ହୋଇପାରେ କଇନ ସେ ପରମେଶ୍ୱର ଦେଖୁନାହାନ୍ତି ବା ଜାଣୁନାହାନ୍ତି ଏହା ଭାବି ସେ ମିଛ କହିବାରେ ଲାଗିଛି। କିନ୍ତୁ ପରମେଶ୍ୱର ସେ ଅନ୍ତର୍ଯ୍ୟାମୀ, ସେ ତାର ଭାଇର ବିଷୟରେ, ହେବଲଙ୍କ ବିଷୟରେ ସେ କି ପ୍ରକାର ତାକୁ ଆଘାତ କଲା ସେ ବିଷୟକୁ ଜାଣି ସେ ପଚାରିଲେ ଯେ ତୁମର ଭାଇ କାହାନ୍ତି? କିନ୍ତୁ ସେ ଜବାବ ଦେଉଛନ୍ତି, ମୁଁ ଜାଣିନାହିଁ, ମୁଁ କ'ଣ ମୋର ଅଟେ? ଏହି ପ୍ରକାର ସେ ଜବାବ ଦେଇ ନିଜକୁ ସେ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବାର ଆମେ ଦେଖୁଅଛୁ। ଏ ନିମନ୍ତେ ଯେଉଁ ଭୂମି ପରମେଶ୍ୱର ତାକୁ 11 ପଦରେ ଅଭିଶାପ ଦେବାର ମାନେ ଦେଖୁଅଛୁ। କଇନଙ୍କୁ ଏଠି ଅଭିଶାପ ଦେଉଛନ୍ତି। କହିଲେ ଯେ ଏ ନିମନ୍ତେ ଯେଉଁ ଭୂମି ତୁମ୍ଭ ହସ୍ତରୁ ତୁମ୍ଭ ଭାଇର ରକ୍ତ ଗ୍ରହଣାର୍ଥେ ଆପଣା ମୁଖ ମୁକ୍ତ କରିଅଛି, ସେହି ଭୂମିରେ ଏବେ ତୁମ୍ଭେ ଶାପଗ୍ରସ୍ତ ହେଲ। ଭୂମିରେ କୃଷି କର୍ମ କଲେ ହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ। ତୁମ୍ଭେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେବ। ଏହି ପ୍ରକାର ପରମେଶ୍ୱର ତାକୁ ଅଭିଶାପ ଦେଲେ। ପୁଣି 13 ପଦରେ କଇନ ସଦାପ୍ରଭୁଙ୍କୁ କହିଲେ, ମୋହର ଦଣ୍ଡ ଅସହ୍ୟ, ମୋହର ଦଣ୍ଡ ଅସହ୍ୟ, ମୁଁ ଆଉ ସହିପାରିବି ନାହିଁ। ଦେଖ, ତୁମ୍ଭେ ଆଜି ମୋତେ ଏ ସ୍ଥାନରୁ ତଡ଼ିଦେଲ, ତହିଁରେ ତୁମ୍ଭ ମୁଖରୁ ମୁଁ ଗୁପ୍ତ ହେବି। ଏହି ରୂପେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେଲେ ଏପରି ହେବ ଯେ କୌଣସି ଲୋକ ମୋତେ ପାଇଲେ ବଧ କରିବ। ଆଉ ସଦାପ୍ରଭୁ ତାଙ୍କୁ କହିଲେ, ଏ ହେତୁ କେହି କଇନକୁ ବଧ କଲେ ତାହାର 7 ଗୁଣ ଦଣ୍ଡ ହେବ। ପୁଣି କେହି ତାଙ୍କୁ ଦେଖି ଯେପରି ବଧ ନ କରଇ, ଏଥିପାଇଁ ସଦାପ୍ରଭୁ କଇନଙ୍କ ନିମନ୍ତେ ଏକ ଚିହ୍ନ ନିରୂପଣ କଲେ। ତାପରେ ଯେତେବେଳେ ଆମେ 16 ପଦରେ ଦେଖୁ, ଅନନ୍ତର କଇନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବ ଦିଗସ୍ଥ ନୋଦ ନାମକ ଦେଶରେ ବାସ କଲେ। ତାପରେ 17 ପଦରେ ଆମେ ଯେତେବେଳେ ଦେଖୁ, କଇନ ଆପଣା ଭାର୍ଯ୍ୟାର ସହବାସ କରନ୍ତେ
ସେ ଗର୍ଭବତୀ ହୋଇ ହନକକୁ ପ୍ରସବ କଲେ। ଆଦମଙ୍କର ଆଉ କେତେକ କନ୍ୟା ଜାତ ହେଲେ, ଜନ୍ମ ହେଲେ। ଆଉ ସେମାନଙ୍କ ମଧ୍ୟରୁ କଇନ ଏକ ସ୍ତ୍ରୀକୁ ସେ ବିବାହ କରି ସେ ହନକକୁ ଜନ୍ମ ଦେଲେ। ପୁଣି ସେ ଏକ ନଗର ନିର୍ମାଣ କରି ଆପଣା ପୁତ୍ରର ନାମ ଅନୁସାରେ ତହିଁର ନାମ ହନକ ଦେଲେ। ସେହି ହନକର ପୁତ୍ର ଇରଦ ଓ ଇରଦର ପୁତ୍ର ମହୁଆଏଲ ଓ ମହୁଆଏଲର ପୁତ୍ର ମଥୁସାଏଲ ଓ ମଥୁସାଏଲର ପୁତ୍ର ଲେମକ। ଏହି ଲେମକ ଦୁଇ ସ୍ତ୍ରୀ ବିବାହ କଲେ। ଆଉ ଏକର ନାମ ଆଦା ଓ ଅନ୍ୟର ନାମ ଶିଲା ଥିଲା। ଆଦାର ଗର୍ଭରେ ଜାବଳ ଜନ୍ମିଲା। ସେ ତମ୍ବୁ ନିବାସୀ ପଶୁପାଳକମାନଙ୍କର ଆଦି ପୁରୁଷ ଥିଲା। ତାହାର ଭାଇର ନାମ ଜୁବଳ। ସେ ବୀଣା ଓ ବଂଶୀବାଦକମାନଙ୍କର ଆଦି ପୁରୁଷ ଥିଲା। ଶିଲାର ଗର୍ଭରେ ତୁବଲ କଇନ ଜନ୍ମିଲା। ସେ ପିତ୍ତଳ ଓ ଲୌହର ନାନା ପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତବୁଲ କଇନର ନୟମା ନାମ୍ନୀ ଏକ ଭଗ୍ନୀ ଥିଲା। ଆଉ ଅନନ୍ତର ଲେମକ ଆପଣା ଭାର୍ଯ୍ୟାମାନଙ୍କୁ କହିଲେ, ଆଗ ଆଦା ଓ ଶିଲା, ମୋ କଥା ଶୁଣ। ଆଗ ଲେମକର ଭାର୍ଯ୍ୟାଗଣ, ତୁମ୍ଭେମାନେ ମୋ ବାକ୍ୟରେ କର୍ଣ୍ଣପାତ କର। ମୁଁ ଆଘାତର ପରିଶୋଧରେ ଜଣେ ମନୁଷ୍ୟକୁ ଓ ପ୍ରହାରର ପରିଶୋଧରେ ଜଣେ ଯୁବାକୁ ବଧ କରିଅଛି। ଯେବେ କଇନର ବଧର ପ୍ରତିଫଳ 7 ଗୁଣ ହୁଏ, ତେବେ ଲେମକର ପ୍ରତିଫଳ 77 ଗୁଣ ନିଶ୍ଚୟ ହେବ। ଏଥି ଉତ୍ତାରୁ ଆଦମ ପୁନଶ୍ଚ ଆପଣା ଭାର୍ଯ୍ୟାମାନଙ୍କର ସହବାସ କରନ୍ତେ ସେ ଏକ ପୁତ୍ର ପ୍ରସବ କରି ତାହାର ନାମ ସେଥ ଅର୍ଥାତ୍ ପ୍ରତିନିଧି ନାମ ଦେଲେ। ଯେହେତୁ ସେ କହିଲେ, ପରମେଶ୍ୱର ହେବଲର ପ୍ରତିନିଧି ରୂପେ ଆଉ ଗୋଟିଏ ପୁତ୍ର ମୋତେ ଦେଇଅଛନ୍ତି। କାରଣ କଇନ ତାଙ୍କୁ ବଧ କରିଥିଲେ। ତହୁଁ ସେତର ମଧ୍ୟ ଏକ ପୁତ୍ର ଜନ୍ମିଲା। ଆଉ ସେ ତାହାର ନାମ ଇନୋସ ଦେଲା। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବାକୁ ଲାଗିଲେ। ଆଉ ଏହି ସେଥଙ୍କ ବଂଶରୁ ହିଁ ନୋହଙ୍କର ଜନ୍ମ ହେଲା। ସେଥଙ୍କର ପରେ 10ଟି ପିଢ଼ି ବିତିଲା ପରେ ନୋହଙ୍କର ଜନ୍ମ ହେବାର ଆମମାନେ ଦେଖୁ। ତାପରେ ନୋହଙ୍କ ବଂଶରୁ ଆବ୍ରାହମ ଜନ୍ମ ହେଲେ। ଆଉ ଆବ୍ରାହମଙ୍କ ବଂଶରୁ ପୁଣି ଦାଉଦ ଜନ୍ମ ହେଲେ। ଆଉ ଦାଉଦଙ୍କ ବଂଶରୁ ପୁଣି ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ହେବାର ଆମମାନେ ଦେଖିବାକୁ ପାରୁଅଛୁ। ତାପରେ ନୂତନ ନିୟମର ସଂଯୁକ୍ତ ହେବାର ବିଷୟ ଆମମାନେ ଦେଖିବାକୁ ପାରୁ। ମୋର ପ୍ରିୟ, ଆସନ୍ତୁ ଆମମାନେ ଏହି 4ର୍ଥ ଅଧ୍ୟାୟଟିକୁ ଅଧ୍ୟୟନ କରିବା। ଯେତେବେଳେ ଆମମାନେ ଏହି ଅଧ୍ୟାୟଟିକୁ ଦେଖୁ, ଇଏ ଏକ ପ୍ରମୁଖ ଅଧ୍ୟାୟ ଅଟେ। କାରଣ ଏଠାରେ ଆମମାନେ ଦେଖିବାକୁ ପାଉ କିପରି ସମାଜ
ବିଖରିତ ହୋଇଗଲା, କିପରି ଆଉ ସମାଜରେ ନରହତ୍ୟାର ପ୍ରାରମ୍ଭ ହେଲା, ସେହି ବିଷୟ ଆମମାନେ ଏଠାରେ ଦେଖିବାକୁ ପାରୁଅଛୁ। ତାପରେ ପରମେଶ୍ୱରଙ୍କ ବିଷୟରେ, ପରମେଶ୍ୱରଙ୍କୁ ଯେଉଁ ନୈବେଦ୍ୟ ଆମମାନେ ଚଢ଼ାଉ, କି ପ୍ରକାର ନୈବେଦ୍ୟକୁ ପରମେଶ୍ୱର ଗ୍ରହଣ କରନ୍ତି ଆଉ କି ପ୍ରକାର ନୈବେଦ୍ୟକୁ ପରମେଶ୍ୱର ଗ୍ରହଣ ନ କରନ୍ତି, ସେହି ବିଷୟ ମଧ୍ୟ ଆମମାନେ ଏଠାରେ ଦେଖିବାକୁ ପାରୁଅଛୁ। ତାପରେ ଆମମାନେ ଏଠାରେ କିପରି ଆରାଧନା ପ୍ରାର୍ଥନା କରିବା, ସେ ବିଷୟରେ ମଧ୍ୟ ଏଠାରେ ଆମମାନେ ଦେଖିବାକୁ ପାରୁ। ଦେଖାଣିଆ ପ୍ରାର୍ଥନା, ଦେଖାଣିଆ ଆରାଧନା, ଦେଖାଣିଆ କାର୍ଯ୍ୟ କରିବା ଦ୍ୱାରା ଆମମାନଙ୍କୁ କୌଣସି ଉପକାର ମିଳିନଥାଏ, କିନ୍ତୁ ଆମମାନଙ୍କୁ କିଭଳି ପବିତ୍ରତା ସହିତ, ନମ୍ରତାର ସହିତ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ପରମେଶ୍ୱର ଯେଉଁ ଆମମାନଙ୍କ ଜୀବନରେ ସେ ଚାହାନ୍ତି, ସେ ପ୍ରକାରେ ଆମମାନେ ପରମେଶ୍ୱରଙ୍କୁ ଦାନ ବା ଯେଉଁ ଆମମାନଙ୍କର ଭେଟି ଚଢ଼େଇ ପରମେଶ୍ୱରଙ୍କୁ ଆମମାନେ ସ୍ତୁତି ଗାନ କରି ତାହାଙ୍କୁ ମହିମା, ତାଙ୍କୁ ସ୍ତୁତି ଆରାଧନା କରିବା, ସେ ବିଷୟରେ ଆମମାନଙ୍କୁ ଏଠାରେ ଶିଖିବାକୁ ମିଳେ। ମୋର ପ୍ରିୟ, ଯେତେବେଳେ ଆମମାନେ ଏହି ଚତୁର୍ଥ ଅଧ୍ୟାୟକୁ ଆମମାନେ ଦେଖୁଅଛୁ, ଏଠାରେ ଅନନ୍ତର ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ ସେ ଗର୍ଭବତୀ ହୋଇ କଇନ ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ ଯେ ସଦାପ୍ରଭୁଙ୍କ ସାହାଯ୍ୟରେ ମୋର ଏକ ପୁତ୍ର ମିଳିଅଛି ବା ପୁତ୍ର ଏକ ମୋତେ ଦିଆଯାଇଅଛି। ଆଉ ଆଦି ପୁସ୍ତକ 3 ପର୍ବର 15 ପଦ ଅନୁସାରେ ପରମେଶ୍ୱର ସେଠାରେ ନାରୀକୁ ଏବଂ ସର୍ପ ମଧ୍ୟରେ ଯେଉଁ ବେର ଭାବ ଜନ୍ମାଇବା ବିଷୟରେ ସେ କହିଥିଲେ। ଆଉ ସେ କହିଲେ ତୁମ୍ଭର ମସ୍ତକକୁ ଆଘାତ କରିବ ଓ ତୁମ୍ଭେ ତାହାର ଗଇଠିକୁ ଆଘାତ କରିବ। ଏହି କଥାକୁ ବିଚାର କରି, ଏହି କଥାକୁ ମନେ ପକାଇ ଆଦମ ଏବଂ ହବା ଯେତେବେଳେ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ହେଲା, ସେହି ସମୟରେ ସେମାନେ ମନେ ପକାଇଲେ, ହଁ, ପରମେଶ୍ୱର ଯେଉଁ କହିଥିଲେ ସେହି ବାକ୍ୟଟି ବୋଧହୁଏ ବର୍ତ୍ତମାନ ପୂର୍ଣ୍ଣ ହେବ ଆଉ ଆମମାନଙ୍କର ଏହି ପୁତ୍ର ଯିଏକି କଇନ, ସେ ଆମମାନଙ୍କୁ ଉଦ୍ଧାର କରିବ। କିନ୍ତୁ ସେମାନେ ବୁଝିପାରିନଥିଲେ, ସେ ପରମେଶ୍ୱର ଯେଉଁ କହିଥିଲେ ତାହା ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କହିଥିଲେ। ଯୀଶୁ ଖ୍ରୀଷ୍ଟ ସେ କାଲବରୀ କ୍ରୁଶରେ ମୃତ୍ୟୁରୁ ଜୀବିତ ହୋଇ ସେ ଶୈତାନକୁ ହରାଇବ, ସେ ବିଷୟରେ ସେ ଏହି 3 ପର୍ବର 15 ପଦରେ ସେ କହିଥିଲେ। କିନ୍ତୁ ଆଦମ ଏବଂ ହବା ସେମାନେ ଏହି କଥାକୁ ବୁଝିପାରିନଥିଲେ। ତାପରେ ଆଉ ଗୋଟିଏ ପୁତ୍ର ସେମାନଙ୍କର ଜନ୍ମ ହେଉଛନ୍ତି। 2 ପଦରେ ଯେତେବେଳେ ଆମେ ଦେଖୁ 4 ପର୍ବର 2ରେ, ଏଥି ଉତ୍ତାରୁ ସେ ହେବଲ ନାମକ ତାହାର ସହୋଦରକୁ ପ୍ରସବ କଲେ। ହେବଲ ମେଷପାଳକ ଓ କଇନ କୃଷକ ଥିଲେ। ଏହି କଥାକୁ ଆମେ ଏଠାରେ ଦେଖିବାକୁ ପାରୁଅଛୁ। ତାପରେ ଆମେ କଇନ ଏବଂ ହେବଲଙ୍କ ମଧ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବା ବିଷୟରେ ଆମେ ଦେଖିବାକୁ ପାରୁଅଛୁ। ଆଉ ସେମାନେ କେତେ ବୟସ
ସେମାନଙ୍କର କେତେ ବୟସ ହୋଇଥିଲା ଆଉ ସେ ବୟସ ମଧ୍ୟରେ ସେମାନେ ନୈବେଦ୍ୟ ଉତ୍ସର୍ଗ କରୁଥିଲେ ତାହା ଏଠାରେ ବର୍ଣ୍ଣନା ନାହିଁ। କିନ୍ତୁ ଆମମାନେ ସେମାନଙ୍କର ନୈବେଦ୍ୟ ଉତ୍ସର୍ଗ କରିବା ବିଷୟରେ ଏଠାରେ ଆମମାନଙ୍କୁ ସ୍ପଷ୍ଟ ଭାବରେ ଲେଖାଯାଇଅଛି। ଆଉ ଏଠାରେ କଇନ ଜଣେ କୃଷକ ଥିଲେ ଆଉ ହେବଲ ଜଣେ ମେଷପାଳକ ଥିଲେ। ଆଉ ଏହା ପୂର୍ବ କାଳରୁ ହିଁ ଚାଲି ଆସୁଅଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯେ କୃଷକ ଏବଂ ମେଷପାଳକ ଏମାନଙ୍କର କାର୍ଯ୍ୟ ବର୍ତ୍ତମାନ ବି ତାହା ଚାଲି ଆସୁଅଛି। ତାପରେ ଆମମାନେ ଦେଖୁ ଯେତେବେଳେ 3 ପଦରେ ସେମାନେ ନୈବେଦ୍ୟ ଉତ୍ସର୍ଗ କରିବା ବିଷୟକୁ ଆମମାନେ ଦେଖୁ। ସମୟାନୁକ୍ରମେ କଇନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିରୁ ଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କରିବାର ବିଷୟ ଆମମାନେ ଦେଖିବାକୁ ପାରୁଅଛୁ। ଆଉ ହେବଲ ମଧ୍ୟ ନିଜ ପଲର ପଶୁପଲ ବା ମେଷପଲର ପ୍ରଥମ ଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କରିବା ବିଷୟରେ ଆମମାନେ ଏଠାରେ ଦେଖୁ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରହଣ କରୁଅଛନ୍ତି। କିନ୍ତୁ 5 ପଦରେ ମାତ୍ର କଇନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏ ହେତୁ କଇନ ଅତି କ୍ରୋଧ କରି ଅଧମୁଖ ହୋଇପଡ଼ିଲେ। ଅନେକ ଲୋକ କୁହନ୍ତି ଯେ କଇନଙ୍କର ନୈବେଦ୍ୟକୁ ପରମେଶ୍ୱର ଏଥିପାଇଁ ଗ୍ରହଣ କଲେ ନାହିଁ ଯେ ସେ କୌଣସି ରକ୍ତ ସେ ପରମେଶ୍ୱରଙ୍କ ନିମନ୍ତେ ସେ ବହାଇଲେ ନାହିଁ ବା ରକ୍ତର ବଳି ସେ କଲେ ନାହିଁ। କିନ୍ତୁ ତାହା ଠିକ୍ ନୁହଁ। ଆମମାନେ ଯଦି ଏବ୍ରି ପୁସ୍ତକ ନୂତନ ନିୟମରେ ଯଦି ଦେଖିବା ସେଠାରେ ବିଶ୍ୱାସ ବିଷୟରେ ଆମମାନଙ୍କୁ ଦେଖିବାକୁ ପଡ଼ୁଛି। ବିନା ବିଶ୍ୱାସରେ ଆମମାନେ ପରମେଶ୍ୱରଙ୍କୁ ପ୍ରସନ୍ନ କରିପାରିବା ନାହିଁ। କଇନଙ୍କ ଜୀବନରେ ବିଶ୍ୱାସର ଅଭାବ ଥିଲା, କିନ୍ତୁ ହେବଲଙ୍କର ବିଶ୍ୱାସ ଥିଲା ପରମେଶ୍ୱରଙ୍କ ଉପରେ। ଆଉ ବିଶ୍ୱାସ କେମିତି ଆସେ? ସେ ବିଶ୍ୱାସ ଶୁଣିବା ଦ୍ୱାରା ଆସିଥାଏ। ଆଉ ବିଶ୍ୱାସ ଏକ ଅବିଡିଏନ୍ସ ଆଜ୍ଞାକାରିତାକୁ ଦର୍ଶାଏ। ଏଥିପାଇଁ ଜିହୁଦା ପୁସ୍ତକରେ ଜିହୁଦା ସେ କୁହନ୍ତି ଯେ କଇନଙ୍କ ପରି ତୁମେ କାର୍ଯ୍ୟ କର ନାହିଁ। ଏଥିପାଇଁ ରୋମିଓଙ୍କ ପତ୍ରୀ 8 ଆଉ 10ରେ ଲେଖା ଅଛି ଯେ ବିଶ୍ୱାସ ପରମେଶ୍ୱରଙ୍କର ବାକ୍ୟ ଶୁଣିବା ଦ୍ୱାରା ଜାତ ହୋଇଥାଏ। ବିଶ୍ୱାସର ଅର୍ଥ ହେଉଛି ନିଜକୁ ନମ୍ରତା କରିବା। ବିଶ୍ୱାସ ଏକ ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଏକ ଉପହାର ଅଟେ। ଏଥିପାଇଁ ଆମମାନେ ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ସଦୃଶ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଯେଉଁ ନୈବେଦ୍ୟ ବା ସେ ରକ୍ତ ବଳିଦାନ ଉପରେ ଯେ ବିଶ୍ୱାସ କରନ୍ତି, ଆଉ ବିଶ୍ୱାସ ଦ୍ୱାରା ଆମମାନେ ପରମେଶ୍ୱରଙ୍କୁ ପ୍ରସନ୍ନ କରିପାରିବା। ଆଉ ନୈବେଦ୍ୟ ହିଁ ପରମେଶ୍ୱରଙ୍କୁ ଖୁସି କରିବା ବା ପରମେଶ୍ୱରଙ୍କୁ ଆରାଧନା କରିବା। ଆଉ ନୈବେଦ୍ୟ ସତ୍ୟ ଆରାଧନାକୁ ପରମେଶ୍ୱର ସେ ଗ୍ରହଣ କରନ୍ତି।
ସତ୍ୟ ନୈବେଦ୍ୟକୁ ସେ ଗ୍ରହଣ କରନ୍ତି। ବିଶ୍ୱାସର ସହିତ ଆରାଧନା କରିବା ପରମେଶ୍ୱର ସେ ଆମମାନଙ୍କ ଜୀବନରୁ ସେ ଚାହାନ୍ତି। ଆଉ ନୈବେଦ୍ୟକୁ ଗ୍ରହଣ କରିବା ବିଷୟ ଯେତେବେଳେ ଆମେ ଦେଖୁ ତ ପରମେଶ୍ୱର ପ୍ରଥମେ ମନୁଷ୍ୟକୁ ଗ୍ରହଣ କରିବା ଆବଶ୍ୟକ। ଆଉ ଏଠାରେ ଆମେ ଦେଖିବାକୁ ପାରୁଛୁ ପରମେଶ୍ୱର କଇନକୁ ଗ୍ରହଣ କଲେ ନାହିଁ। ଆଉ କଇନକୁ ଗ୍ରହଣ କଲେ ନାହିଁ ଆଉ ତାହାର ନୈବେଦ୍ୟକୁ ମଧ୍ୟ ଗ୍ରହଣ କଲେ ନାହିଁ। ତ ତାହାର ଅର୍ଥ ନୈବେଦ୍ୟ ପୂର୍ବରୁ ପରମେଶ୍ୱର ମନୁଷ୍ୟକୁ ପ୍ରଥମେ ଗ୍ରହଣ କରିବା ଆବଶ୍ୟକ। ଏଥିପାଇଁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମୁଁ ଆପଣମାନଙ୍କୁ କହୁଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରାର୍ଥନା ମଧ୍ୟ ସେ ଯେତେବେଳେ ନମ୍ର ହେଲେ, ନମ୍ରତାର ସହିତ ସେ କାଲବରୀ କ୍ରୁଶରେ ଥାଇ ସେ ପିତାଙ୍କ ନିକଟରେ ନିବେଦନ କରୁଥିବାର ଆମେ ଦେଖୁଅଛୁ। ଆଉ ନମ୍ରତାର ପ୍ରାର୍ଥନା ଶୁଣାଯାଉଅଛି। ମୋର ପ୍ରିୟ, ଯେତେବେଳେ ଆମେ ନୈବେଦ୍ୟକୁ ଆମେ ପରମେଶ୍ୱରଙ୍କ ନିକଟକୁ ନେଇକି ଯିବା ପୂର୍ବରୁ ନିଜକୁ ଆମମାନଙ୍କୁ ପରୀକ୍ଷା କରିବାକୁ ପଡ଼ିବ। ଆମମାନଙ୍କୁ ନିରୀକ୍ଷଣ କରିବାକୁ ପଡ଼ିବ। ଯଦି କାହାଠାରେ ଆମମାନଙ୍କର କୌଣସି ଦୋଷ ଅଛି, କାହାକୁ ଯଦି ଆମେ କ୍ଷମା କରିନାହୁଁ, ତେବେ ଆମମାନଙ୍କର ନୈବେଦ୍ୟ ଗ୍ରହଣ ହୋଇପାରିବ ନାହିଁ। ଯେତେବେଳେ ଆମେ ପ୍ରାର୍ଥନା କରିବାକୁ ଯାଉ, ତେବେ ଯଦି କାହାଠାରେ ଆମମାନଙ୍କର କୌଣସି ଭୁଲ ରହିଛି, କାହାଠାରେ ଝଗଡ଼ା ଅଛି, କାହାଠାରେ ଦୁଶ୍ମନ ଶତ୍ରୁତା ଅଛି, ତେବେ ସର୍ବପ୍ରଥମେ ଆମମାନଙ୍କୁ ତାହାଙ୍କ ସହିତ ଆମମାନଙ୍କୁ ମିଶିବାକୁ ପଡ଼ିବ, ସେମାନଙ୍କ ସହିତ ସମାଧାନ କରିବାକୁ ପଡ଼ିବ। ତେବେ ଆମେ ଯଦି ପ୍ରାର୍ଥନା କରିବା, ଆମେ ଯଦି ନୈବେଦ୍ୟ ଉତ୍ସର୍ଗ କରିବା, ଆମମାନଙ୍କର ନୈବେଦ୍ୟକୁ ପରମେଶ୍ୱର ଗ୍ରହଣ କରିବେ ବା ଆମମାନଙ୍କର ପ୍ରାର୍ଥନାକୁ ପରମେଶ୍ୱର ଶୁଣିବେ। ଅନ୍ୟଥା ଆମେ ଯଦି ଅନ୍ୟକୁ କ୍ଷମା କରିନାହୁଁ, ଅନ୍ୟମାନଙ୍କ ସହିତ ଆମମାନଙ୍କର ଶତ୍ରୁତା ଅଛି, ତେବେ ଆମମାନେ ପ୍ରାର୍ଥନା କରିବା ବ୍ୟର୍ଥ ହେବ। ଆମମାନଙ୍କୁ ଆଗାପେ ପ୍ରେମ ଦେଖାଇବାକୁ ପଡ଼ିବ। ଏହା ଏକ ଖ୍ରୀଷ୍ଟିଆନ ବା ପ୍ରଭୁଙ୍କର ଲୋକମାନଙ୍କର ଚିହ୍ନ ଅଟେ। ପ୍ରେମ ଏକ ଖ୍ରୀଷ୍ଟୀୟ ଲୋକମାନଙ୍କର, ପ୍ରଭୁଙ୍କ ଲୋକମାନଙ୍କର ଏକ ଚିହ୍ନ ଅଟେ। ଏହାର ଅର୍ଥ ଯେ ଆମେ ଯେଉଁ ପର୍ଯ୍ୟନ୍ତ ଆମମାନଙ୍କର ଶତ୍ରୁତାକୁ ଆମମାନେ ମିତ୍ରତାରେ ଆମମାନେ ବଦଳେଇ ନାହୁଁ, ସେ ପର୍ଯ୍ୟନ୍ତ ଆମମାନେ କୌଣସି ପ୍ରକାର ନୈବେଦ୍ୟ ଆମେ ଚଢ଼େଇ ପାରିବ ନାହିଁ, କୌଣସି ପ୍ରକାର ଆମମାନେ ପ୍ରାର୍ଥନା କରିପାରିବ ନାହିଁ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ସେ ଯେତେବେଳେ କ୍ରୁଶରେ ଥିଲେ, ତାହାଙ୍କୁ ଲୋକମାନେ ଯେତେବେଳେ ମାରୁଥିଲେ, ତାହାଙ୍କୁ କରଡ଼ା ପ୍ରହାର କରୁଥିଲେ, ତାହାଙ୍କ ଉପରେ ଛେପ ପକାଉଥିଲେ, ସେତେବେଳେ ପ୍ରଭୁ ଯୀଶୁ ପ୍ରାର୍ଥନା କରି କହୁଛନ୍ତି, ହେ ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଛନ୍ତି ସେମାନେ ଜାଣିନାହାନ୍ତି, ସେମାନେ ଜାଣନ୍ତି ନାହିଁ। ତେବେ ପରମେଶ୍ୱର ତାଙ୍କର ପ୍ରାର୍ଥନାକୁ ଗ୍ରହଣ କରୁଛନ୍ତି। ପରମେଶ୍ୱର ଯେକୌଣସି ବ୍ୟକ୍ତିକୁ ତାଙ୍କର କାର୍ଯ୍ୟ ଦ୍ୱାରା ସେ ନ୍ୟାୟ କରନ୍ତି ନାହିଁ, କିନ୍ତୁ ଅନ୍ତରର ହୃଦୟକୁ ସେ ଦେଖି ନ୍ୟାୟ କରନ୍ତି। ଏହି ପ୍ରକାରେ ସେ ଅନ୍ତର୍ଯାମୀ ପରମେଶ୍ୱର ଅଟନ୍ତି। ଆମମାନେ ହୃଦୟର ସହିତ କି ପ୍ରକାରେ ଆମେ କାର୍ଯ୍ୟ କରୁଛୁ, ତାହା ପରମେଶ୍ୱର ଦେଖନ୍ତି। ପରମେଶ୍ୱର ହେବେଲଙ୍କ ନୈବେଦ୍ୟକୁ ସେ ଗ୍ରହଣ କରୁଅଛନ୍ତି, କାରଣ ସେଠାରେ ପ୍ରେମ ଥିଲା। ହେବେଲଙ୍କଠାରେ ପ୍ରେମ ଥିଲା। ସେଥିପାଇଁ ପରମେଶ୍ୱର ତାହାଙ୍କର ନୈବେଦ୍ୟକୁ ଗ୍ରହଣ କରୁଛନ୍ତି।
परमेश्वरଙ୍କୁ विश्वास बिना संतुष्ट କରିବା अनहोना बा व्यर्थ अटे। एब्री 11:6 अनुसार आमने देखा पारुचु जे हेबलଙ୍କ जीवन एक प्रेमर जीवन थिला। एथिपाई परमेश्वर तांकर नैवेद्य को ग्रहण करुछंती, किंतु कईनଙ୍କ नैवेद्य ग्रहण करुनाहांती। पुणी थरे आमने ध्यान करिबा जे 3 पदरे आदि पुस्तक 4:3 रे देखा पारुचु जे कईन सदाप्रभुଙ୍କ उद्देश्य रे भूमिर फल से आनी उत्सर्ग करुछंती। आउ हेबल मध्य प्रथम जात केतेक पशु ओ से मानको चर्बी से परमेश्वर निकटरे से उत्सर्ग करुछंती। सदाप्रभु हेबलଙ୍କୁ ओ तांकर नैवेद्य को ग्रहण करुछंती, किंतु कईनଙ୍କୁ ओ तांकर नैवेद्य को परमेश्वर अग्राह्य करुछंती। परमेश्वर प्रथमे आमनकर आंतरिक प्रेम को से देखती, आमनकर एटीट्यूड आमनकर विचार को से देखती, आमनकर प्रेम को से देखती, आमनकर विश्वास को से देखती। आउ परमेश्वर देखिले हेबलଙ୍କର एटीट्यूड परमेश्वर निकटरे परमेश्वर सम्मुखरे हेबलଙ୍କର गुण बहुत ही भल थिला। आ से विश्वास युक्त आउ धर्मी आउ प्रेमी व्यक्ति थिला। आउ से जहाँ भी परमेश्वर को नैवेद्य चढ़ाउथिले ताहा परमेश्वरଙ୍କର ग्रहण योग्य होउथिला। काहेकि ना सर्वप्रथमे परमेश्वर हेबल को ग्रहण करुथिले, कारण तांकर कार्यकलाप द्वारा हेबल को ग्रहण करने जोगु तांकर नैवेद्य को मध्य से ग्रहण करुथिले। किंतु कईनଙ୍କ जीवन रे जदि देखिबा, कईनଙ୍କୁ परमेश्वर सर्वप्रथमे से ग्रहण करुनाहांती, कारण ता मनरे विचारटा तार मनरे तार विचार रे प्रेम नथिला आ तार विश्वास नथिला। एथि निमंते परमेश्वर तांकर नैवेद्य को ग्रहण करले नाही किंबा कईनଙ୍କୁ मते ग्रहण कले नाही। मोर प्रिय प्रभुंकर लोक माने, परमेश्वर से होचंती अंतर्जामी परमेश्वर। से आमन को आंतरिक हृदय को से देखुछंती। आमने बाहरी देखाणिया कार्य जहाँ भी आमने करुछु ताहा से जानती, किंतु अंतर सहित आमने कि प्रकार विचार आमने करुछु ताहा से आमन को से देखती एवं से अनुसार आमनकर नैवेद्य को से ग्रहण करती। तार अर्थ से आमनकर प्रार्थना को से ग्रहण करती, आमनकर प्रार्थना शुणती। आमनकर प्रार्थना बेले बेले उत्तर मिलूना, तार कारण यह जे आमने हृदय सहित आमने प्रभु को प्रेम करूना किंबा परमेश्वरंकर वाक्य अनुसार आमने चली पारुना। आमनक ठारे विश्वास नाही, आमनक ठारे प्रेम नाही, जाहारी फल आमनकर नैवेद्य ग्रहण होना, जाहारी फल आमनकर प्रार्थना ग्रहण होना परमेश्वर निकटरे। परमेश्वर कईनଙ୍କୁ ग्रहण कले नाही। तार मन एक खराब मन थिला, तार मन एक भ्रष्ट मन थिला, तार मन परमेश्वर निकटरे एक ग्रहण योग्य नथिला।
ଆଉ କୈନଙ୍କର ମାର୍ଗ ରାସ୍ତା ଏକ ଅନ୍ୟ ପ୍ରକାର ରାସ୍ତା ଥିଲା। ଏଥିପାଇଁ ପରମେଶ୍ୱର କୈନଙ୍କର ନୈବେଦ୍ୟକୁ ଗ୍ରହଣ କଲେ ନାହିଁ। ଯିଏ ପରମେଶ୍ୱରଙ୍କୁ ଗ୍ରହଣ କରେ ପରମେଶ୍ୱର ତାକୁ ଗ୍ରହଣ କରେ, ଆଉ ପରମେଶ୍ୱରଙ୍କୁ ଯିଏ ଗ୍ରହଣ କରେ ସେ ବିଶ୍ୱାସୀ ହୋଇଥାଏ, ଆଉ ଯାହାଠାରେ ବିଶ୍ୱାସ ଥାଏ ସେ ପ୍ରେମୀ ହୋଇଥାଏ। ଆଉ ସେମିତିକା ଲୋକମାନଙ୍କୁ ପରମେଶ୍ୱରଙ୍କର ସନ୍ତାନ ହେବାର ଅଧିକାର ଦିଅନ୍ତି। ଯେଉଁ ଲୋକ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କୁ ସେ ପରମେଶ୍ୱରଙ୍କର ସନ୍ତାନ ହେବାର ଅଧିକାର ସେ ଦିଅନ୍ତି। ଏଥିପାଇଁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଆମମାନେ ପରମେଶ୍ୱରଙ୍କର ସନ୍ତାନ ଗଣିତ ହେଉଅଛୁ। ଅନେକ ୟୁନିଭର୍ସିଟିର ଲୋକେ ଜ୍ଞାନ ପ୍ରାପ୍ତ କଲା ପରେ ସେମାନେ କୁହନ୍ତି ଯେ ପରମେଶ୍ୱର ନାହାନ୍ତି, ପରମେଶ୍ୱର ଦୁନିଆରେ ନାହାନ୍ତି। ଆଉ ଏହି ପ୍ରକାର ସେମାନେ ନିଜର ବୁଦ୍ଧି ବଳରେ ସେମାନେ ସାବିତ କରନ୍ତି ଯେ ପରମେଶ୍ୱର ନାହାନ୍ତି। କିନ୍ତୁ ପରମେଶ୍ୱର ଅଛନ୍ତି ତାହା ଲୋକେ ନ ଜାଣିବା ଯୋଗୁଁ, ପରମେଶ୍ୱରଙ୍କ ଉପରେ ବିଶ୍ୱାସ ନ କରିବା ଯୋଗୁଁ ସେମାନେ ପରମେଶ୍ୱରଙ୍କ ଠାରେ ଦୂରରେ ଅଛନ୍ତି। ଆଉ ଯେତେବେଳେ 5 ପଦରେ ଆମେ ଦେଖୁ, କୈନ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ ହେଲା ପରେ ସେ ଅଧମୁଖ ହୋଇ ରହିଲେ। ଆଉ ଯେ ବିଶ୍ୱାସୀ ସେ କ'ଣ କରେ, ସେ ତାର ଭୁଲକୁ ସେ ମାନିନିଏ ଆଉ ପଶ୍ଚାତାପ କରେ ଯେ ମୋର ଭୁଲ ହେଇଛି, ମୁଁ ପାପ କରିଅଛି। କିନ୍ତୁ କୈନଙ୍କ ଜୀବନରେ ଆମେ ସେ ପ୍ରକାର ଦେଖିପାରୁନାହୁଁ। ଯେ ବିଶ୍ୱାସୀ ସେ କ'ଣ କରେ, ନିଜକୁ ସେ ପଶ୍ଚାତାପ କରେ ଆଉ ନିଜକୁ ଦୋଷୀ ବୋଲି ମାନିନିଏ ଆଉ ନିଜକୁ ସେ ନତ କରେ, ଆଉ ଏହି ପ୍ରକାରେ ସେ ବିଶ୍ୱାସରେ ସେ ଆଗକୁ ବଢ଼େ। କିନ୍ତୁ ଅବିଶ୍ୱାସୀ କେବେ ବି ସେ ନିଜର ପାପକୁ ସେ ପଶ୍ଚାତାପ କରେ ନାହିଁ, କାରଣ ସେ ବିଶ୍ୱାସ କରେ ନାହିଁ। ଏଥିପାଇଁ ସେ ନିଜର ଭୁଲକୁ ସେ ବୁଝେ ନାହିଁ, ଯାହାରି ଫଳରେ ସେମାନଙ୍କର ପ୍ରାର୍ଥନା, ସେମାନଙ୍କର ନୈବେଦ୍ୟ ଗ୍ରହଣ ହୁଏ ନାହିଁ। ଆଉ କୈନଙ୍କ ବିଷୟରେ ଆମେ ଦେଖିବାକୁ ପାଉଛୁ, ସେ ନିଜର ଭାଇକୁ ମଧ୍ୟ ସେ ସ୍ନେହ କଲେ ନାହିଁ, ପ୍ରେମ କଲେ ନାହିଁ। କିନ୍ତୁ ପରମେଶ୍ୱର ହେଉଛନ୍ତି ସେ ପ୍ରେମୀ ପରମେଶ୍ୱର, ସେ ଦୟାଳୁ ପରମେଶ୍ୱର। ଆଉ ପରମେଶ୍ୱର ପାପୀମାନଙ୍କୁ ପ୍ରେମ କରନ୍ତି ଆଉ ପାପକୁ ସେ ଘୃଣା କରନ୍ତି। କୈନ ଜଣେ ପାପୀ ବ୍ୟକ୍ତି ଥିଲା ଆଉ ହେବଲ ଜଣେ ଧର୍ମୀ ବ୍ୟକ୍ତି ଥିଲା। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି ଯେ ମୁଁ ଧର୍ମୀମାନଙ୍କ ନିମନ୍ତେ ନୁହଁ, କିନ୍ତୁ ପାପୀମାନଙ୍କ ନିମନ୍ତେ ମୁଁ ଆସିଅଛି। ପାପୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ମୁଁ ଆସିଅଛି। ମୋର ପ୍ରିୟ, ଦୁନିଆରେ ବାଇବଲରେ ଲେଖା ଅଛି ଯେ ଦୁନିଆରେ କେହି ବି ଧର୍ମୀ ନାହିଁ, ସମସ୍ତେ ପାପୀ ଅଟନ୍ତି। ଆଉ ପରମେଶ୍ୱର ମନୁଷ୍ୟ ମାତ୍ରକେ ସମସ୍ତେ ପାପୀ, ଆଉ ସେ ପାପରୁ ଉଦ୍ଧାର କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଦୁନିଆକୁ ଆସିଲେ। ଆଉ ଏଠାରେ ଆମେ ଯେତେବେଳେ ଦେଖୁ, କୈନ ଯେ ପାପୀ ଥିଲେ, ପରମେଶ୍ୱର ତାହାଙ୍କର ପାପକୁ ସେ ଘୃଣା କରୁଥିଲେ, କିନ୍ତୁ ସେ ପାପୀକୁ କୈନଙ୍କୁ ପରମେଶ୍ୱର ପ୍ରେମ କରୁଥିଲେ। ଏଥିପାଇଁ
ସେ କୈନଙ୍କ ସହିତ କଥାବାର୍ତ୍ତା କରିବା ବିଷୟ ଆମମାନେ ଏଠାରେ ଦେଖୁଅଛୁ। ପରମେଶ୍ୱର ତାହାଙ୍କ ନିମନ୍ତେ ଏକ ଉଦ୍ଧାରର ପଥ ସେ ପ୍ରସ୍ତୁତ କରିବା ବିଷୟ ଆମମାନେ ଦେଖୁଅଛୁ। ଆଉ ଆଜି ଦୁନିଆରେ ଯଦି ଦେଖାଯାଏ ତ ମନୁଷ୍ୟ ସେ ପାପୀ ହୋଇ ଅନ୍ୟ ପାପୀକୁ ସେ ନ୍ୟାୟ କରିବା ପାଇଁ ସେ ଚାହୁଁଅଛି। ଆଉ ପାପୀ ବ୍ୟକ୍ତି ଅନ୍ୟ ପାପୀକୁ କି ପ୍ରକାର ସେ ରାସ୍ତା ଦେଖେଇବ। ଏଥିପାଇଁ ପରମେଶ୍ୱରଙ୍କର ବାକ୍ୟ କୁହେ ଯେ ଅନ୍ୟଠାରୁ ତୁମେ ଯାହା ଚାହଁ ସର୍ବପ୍ରଥମେ ତୁମେ ତାହା କରିକି ଦେଖାଅ। ତ ଆମେ ପ୍ରଥମେ ଧର୍ମୀ ହେବାକୁ ପଡ଼ିବ, ତେବେ ଯାଇ ଅନ୍ୟକୁ ଧାର୍ମିକତା ବିଷୟରେ ଆମେ କହିପାରିବା। ଆଉ ଏଠାରେ ପରମେଶ୍ୱର କୈନଙ୍କୁ 3ଟି ପ୍ରଶ୍ନ ପଚାରିବାର ବିଷୟ ଆମେ ଦେଖୁଅଛୁ। ପରମେଶ୍ୱର ପଚାରିଲେ କୈନଙ୍କୁ ଯେ କାହିଁକି ତୁ ଅଧମୁଖ ହୋଇ ନିରାଶ ହୋଇଅଛୁ। ସେ ତାର କୌଣସି ଉତ୍ତର ଦେଲା ନାହିଁ। ସେ ଉତ୍ତର କାହିଁକି ମୋର ନୈବେଦ୍ୟ ଗ୍ରହଣ କଲୁ ନାହିଁ। ହାବେଲଙ୍କର ଖାଲି ନୈବେଦ୍ୟକୁ ଗ୍ରହଣ କଲ, କିନ୍ତୁ ମୋହର ନୈବେଦ୍ୟକୁ ଗ୍ରହଣ କଲ ନାହିଁ। ଏ ପ୍ରକାର ମଧ୍ୟ ସେ ଉତ୍ତର ଦେଲା ନାହିଁ। ଆଉ ସେ ବିନା ଉତ୍ତର ଦେଇ ସେ ଚୁପଚାପ ରହିବାର ବିଷୟ ଆମେ ଦେଖୁଅଛୁ। ପରମେଶ୍ୱର ଏଠାରେ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ ତମେ କାହିଁକି କ୍ରୋଧ କରୁଛ, କାହିଁକି ରାଗୁଛ, କାହିଁକି କ୍ରୋଧ କରୁଛ। ମୁଁ ଯେ ପରମେଶ୍ୱର ହୋଇ ମୋ ହସ୍ତରେ ନ୍ୟାୟ କରିବା ମୋ ଠାରେ ସମସ୍ତ ରହିଅଛି। ଆଉ ମୁଁ ହାବେଲଙ୍କର ନୈବେଦ୍ୟକୁ ଗ୍ରହଣ କଲି, ଆଉ ତମର ନୈବେଦ୍ୟକୁ ମୁଁ ଗ୍ରହଣ କଲି ନାହିଁ। ଆଉ ତମେ ଏଠାରେ କ୍ରୋଧ ହେବାର କାରଣ କ'ଣ? ପରମେଶ୍ୱର ସେ ପ୍ରଶ୍ନ ପଚାରୁଛନ୍ତି। ମୋର ପ୍ରିୟ, ଆମମାନଙ୍କର ହିସାବ, ଆମମାନଙ୍କର କାର୍ଯ୍ୟର ହିସାବ, ଆମମାନଙ୍କର ପାପର ହିସାବ ଆମମାନଙ୍କୁ ହିଁ ମଗାଯିବ। ଆମେ ଯାହା କରିବା ତାହାର ଜବାବ ଆମକୁ ହିଁ ଦେବାକୁ ପଡ଼ିବ। ଏଥିପାଇଁ ନିଜର କର୍ମକୁ ନିଜେ ହିଁ ଜବାବ ଦେବାକୁ ପଡ଼ିବ। ଯେ ପ୍ରକାର ଆମେ କାର୍ଯ୍ୟ କରୁଛୁ ତାହାର ଜବାବ ଆମ ପାଖରେ ଥିବାର ଅଛି। ଆଉ ପରମେଶ୍ୱର ସେ କହୁଛନ୍ତି ଯେ କାହିଁକି ତୁ କ୍ରୋଧ ହେଉଛୁ, କାହିଁକି ରାଗୁଅଛୁ। ମୁଁ ତାଙ୍କର ନୈବେଦ୍ୟକୁ ଗ୍ରହଣ କଲି, ତ ତୁମେ କ୍ରୋଧ ହେବାର କାରଣ କ'ଣ? ଆଉ ତା ଉପରେ କ୍ରୋଧ ନୁହଁ, ମୋ ଉପରେ ତୁମେ କ୍ରୋଧ ହେଉଛ। ପରମେଶ୍ୱର କହୁଛନ୍ତି ମୋ ଉପରେ କାହିଁକି ତୁ ରାଗୁଅଛୁ ପ୍ରଶ୍ନ କରୁଅଛନ୍ତି। ମୋର ପ୍ରିୟ, ଆମେ ପରମେଶ୍ୱରଙ୍କୁ କେବେ କ୍ରୋଧ ହୋଇପାରିବା ନାହିଁ। ପରମେଶ୍ୱର ସେ ପବିତ୍ର ପରମେଶ୍ୱର, ସେ ନ୍ୟାୟ କରିବା ପାଇଁ ସେ ପକ୍ଷପାତ ସେ କରନ୍ତି ନାହିଁ। ସେ ସମସ୍ତଙ୍କର ନିୟମ ଅନୁସାରେ ସେ ନ୍ୟାୟ କରନ୍ତି। ସମସ୍ତଙ୍କର କାର୍ଯ୍ୟ ସେ ନ୍ୟାୟ କରନ୍ତି। ଯେ ପ୍ରକାର କାର୍ଯ୍ୟ କରେ ସେହି ପ୍ରକାରେ ତାଙ୍କୁ ନ୍ୟାୟର ଜବାବ ଦେବାକୁ ପଡ଼ିବ। ପରମେଶ୍ୱର ତାହାକୁ କହିଲେ ଯେ ତୁ ନୈବେଦ୍ୟ ଉତ୍ସର୍ଗ କଲୁ, କିନ୍ତୁ ତୋର ଫସଲର ଯେଉଁଟା ଶ୍ରେଷ୍ଠ ଉତ୍ତମ ଫଳକୁ ତୁ ମୋ ନିକଟକୁ ଆଣିଲୁ ନାହିଁ। ଏଥିପାଇଁ ମୁଁ ତୋର ନୈବେଦ୍ୟକୁ ମୁଁ ଗ୍ରହଣ କଲି ନାହିଁ। ମୋର ପ୍ରିୟ, ପରମେଶ୍ୱର ସେ ନୈବେଦ୍ୟ ସେ କେମିତିକା ସେ ଚାହାନ୍ତି।
ସର୍ବୋତ୍ତମ ନୈବେଦ୍ୟ, ଉତ୍ତମ, ସବୁଠାରୁ ଉତ୍ତମ ଯାହା ତାହା ପରମେଶ୍ୱରଙ୍କୁ ଆମକୁ ଦେବାକୁ ଶିଖିବାକୁ ପଡ଼ିବ। ଆଉ ହେବଲ ଯେ ପରମେଶ୍ୱରଙ୍କ ନିକଟକୁ ନୈବେଦ୍ୟ ଚଢ଼ାଉଥିଲା, ସେ ଉତ୍ତମ ପଦାର୍ଥ, ଉତ୍ତମ ଜନ୍ତୁକୁ ସେ ପରମେଶ୍ୱରଙ୍କ ନିମନ୍ତେ ସେ ବାଛୁଥିଲେ ଆଉ ସେ ଉତ୍ସର୍ଗ କରୁଥିଲେ। କିନ୍ତୁ କଇନଙ୍କ ଜୀବନରେ ସେହି ପ୍ରକାର ମନ ନଥିଲା। ସେ ତାହାଙ୍କର ଫସଲ ଦେଖାଣିଆରେ ସେ ନୈବେଦ୍ୟ ଚଢ଼ାଉଥିଲା, ପୁଣି ତାହା ବି ଯେଉଁଟା ଉତ୍ତମ ଫସଲ ତାହା ସେ ଚଢ଼ାଉନଥିଲା। ଏଥି ନିମନ୍ତେ ପରମେଶ୍ୱର ତାହାଙ୍କର ନୈବେଦ୍ୟକୁ ସେ ଗ୍ରହଣ କଲେ ନାହିଁ। ଆଜି ମଧ୍ୟ ସମାଜରେ ଲୋକମାନେ ମଣ୍ଡଳୀମାନଙ୍କରେ, ଚର୍ଚ୍ଚମାନଙ୍କରେ ପରମେଶ୍ୱରଙ୍କ ନିମନ୍ତେ ସେମାନେ ନୈବେଦ୍ୟ ଉତ୍ସର୍ଗ କରନ୍ତି। ସେମାନେ ଦାନ ପରମେଶ୍ୱରଙ୍କ ନିମନ୍ତେ ଦିଅନ୍ତି, କିନ୍ତୁ ଯାହା ଉତ୍ତମ ତାହା ଦିଅନ୍ତି ନାହିଁ। ଅନେକ ଲୋକମାନେ ପ୍ରଥମ ଫଳ ନିଅନ୍ତି, କିନ୍ତୁ ଯାହା ଉତ୍ତମ ତାହା ନିଅନ୍ତି ନାହିଁ। ଯେଉଁ ଫଳ, ଯେଉଁ ଫସଲ ଖରାପ ହେଇଥିବ ସେଗୁଡ଼ାକ ଚର୍ଚ୍ଚକୁ ନେଇଯାଆନ୍ତି ନୈବେଦ୍ୟ ନିମନ୍ତେ। ଆଉ ଯେଉଁ ଦାନ ସଂଗ୍ରହ ସମୟରେ ଦିଅନ୍ତି, ଆଉ ଯେଉଁ ପଇସା ଚଳୁନଥିବ, ସେହି ପଇସାକୁ ସେମାନେ ଦାନ ଥଳିରେ ସେମାନେ ପକାନ୍ତି। ମୋର ପ୍ରିୟ, ଏହି ପ୍ରକାର କରିବା ଦ୍ୱାରା ଆମମାନେ ଜୀବନରେ ଅଭିଶାପ ପ୍ରାପ୍ତ କରୁଅଛୁ। ପରମେଶ୍ୱର ସେ ଗରିବ ନୁହନ୍ତି, ଭିକାରୀ ନୁହନ୍ତି, ସେ ଆମଠାରୁ ସେ ମାଗୁଅଛନ୍ତି। ପରମେଶ୍ୱରଙ୍କର ବାକ୍ୟ କୁହେ, ଯେଉଁଠାରେ ଧନ ସେହିଠାରେ ତୁମର ମନ। ପରମେଶ୍ୱରଙ୍କ ଠାରେ ଆମମାନେ ଯଦି ଧନ ଲଗାଉଛୁ, ପରମେଶ୍ୱରଙ୍କୁ ନୈବେଦ୍ୟ ଆମମାନେ ଉତ୍ସର୍ଗ କରୁଅଛୁ, ତେବେ ଆମମାନଙ୍କର ମନ ମଧ୍ୟ ପରମେଶ୍ୱରଙ୍କ ଠାରେ ଲାଗି ରହିବ। ଆଉ ଉତ୍ତମ ଉତ୍ତମ ପଦାର୍ଥକୁ ଦେଇ ଆମମାନେ ପରମେଶ୍ୱରଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ଆବଶ୍ୟକ। ତେବେ ଯାଇ ପରମେଶ୍ୱର ଆମମାନଙ୍କର ନୈବେଦ୍ୟକୁ ଗ୍ରହଣ କରିବେ। ଆଉ ପ୍ରାର୍ଥନାର ନୈବେଦ୍ୟ ବିଷୟରେ ଯଦି ଆମେ ଦେଖିବା, ଲୋକେ ଯେତେବେଳେ ପ୍ରାର୍ଥନାକୁ ସେ ଆସନ୍ତି, ସମ୍ପୂର୍ଣ୍ଣ ହୃଦୟ ସହିତ ପରମେଶ୍ୱରଙ୍କୁ ଆରାଧନା କରିବା ପାଇଁ ଆସନ୍ତି ନାହିଁ। ଅନେକ ଲୋକ ପ୍ରାର୍ଥନାକୁ ଏଥିପାଇଁ ଆସନ୍ତି ଯେ ତାଙ୍କର ଆଗୁଆ ଯିଏକି ମଣ୍ଡଳୀର ପରିଚାଳକ, ସେମାନଙ୍କୁ ଆସିବା ପାଇଁ କହିଥିବ, କିମ୍ବା ପାଳକ, ପ୍ରଚାରକ ଏକ ନିୟମ ବନେଇଥିବ ଯେ ସମସ୍ତଙ୍କୁ ଆସିବା ନିତାନ୍ତ ଆବଶ୍ୟକ। କିମ୍ବା ଅନେକ ଲୋକ ନିଜର ପ୍ୟାରେଣ୍ଟସ୍ ମାନଙ୍କର ଭୟ ସକାଶୁ ସେମାନେ ଚର୍ଚ୍ଚକୁ ପ୍ରାର୍ଥନା ନିମନ୍ତେ ସେମାନେ ଯାଆନ୍ତି। ମୋର ପ୍ରିୟ, କାହାରି ଦବାବ ଦ୍ୱାରା ଆମମାନେ ଯଦି ପ୍ରାର୍ଥନା କରିବାକୁ ଯାଉଅଛୁ, ତେବେ ଆମମାନଙ୍କର ପ୍ରାର୍ଥନା ବ୍ୟର୍ଥ। ଆମମାନଙ୍କର ପ୍ରାର୍ଥନାକୁ ଯିବା, ଆମମାନେ ଚର୍ଚ୍ଚକୁ ଯିବା ବ୍ୟର୍ଥ ଅଟେ। ଯେଉଁ ପର୍ଯ୍ୟନ୍ତ ଆମମାନେ ସମ୍ପୂର୍ଣ୍ଣ ହୃଦୟ ସହିତ ନିଜର ହୃଦୟ, ନିଜର ମନ ପ୍ରାଣ ସହିତ ଆମମାନେ ପ୍ରଭୁଙ୍କୁ ଏକ ଲାଳସା, ଏକ ଯେମିତିକି ଏକ ଶୋଷ ହେବା ବ୍ୟକ୍ତି ପାଣି ଖୋଜି ବୁଲେ, ସେହି ପ୍ରକାର ମନରେ ଆମେ ଯଦି ଚର୍ଚ୍ଚକୁ ଆମେ ଯାଉଛୁ, ଆରାଧନା କରୁଛୁ, ପ୍ରାର୍ଥନା କରୁଛୁ, ତେବେ ସେମିତିକା ହୃଦୟକୁ ପରମେଶ୍ୱର
ସେମିତିକେ ପ୍ରାର୍ଥନାକୁ ପରମେଶ୍ୱର ଆଜି ଆମମାନଙ୍କ ଜୀବନରେ ସେ ଚାହାନ୍ତି। ସେମିତିକେ ପ୍ରାର୍ଥନା, ସେମିତିକେ ଆରାଧନା ପରମେଶ୍ୱର ଗ୍ରହଣ କରନ୍ତି। ଆଉ ଯଦି ଆମମାନେ କେବଳ ଦେଖାଣିଆ ପାଇଁ ଆମମାନେ ଯାଉଛୁ, ଆମର ମନ ସେଇଠି ନାହିଁ, ବଡି ପ୍ରେଜେଣ୍ଟ ମାତ୍ର ମାଇଣ୍ଡ ଆବସେଣ୍ଟ, ଶରୀର କେବଳ ଆମମାନେ ଉପସ୍ଥିତ ହୋଇଅଛୁ କିନ୍ତୁ ଆମମାନଙ୍କର ମନ ସେଇଠି ନାହିଁ। ଆମମାନେ ଅନେକ ଦୁନିଆର କଥାରେ ଆମମାନେ ଚିନ୍ତିତ ଅଛୁ, ତେବେ ଆମମାନେ ଚର୍ଚ୍ଚକୁ ଯିବା ବ୍ୟର୍ଥ, ଆମମାନେ ପ୍ରାର୍ଥନା କରିବା ବ୍ୟର୍ଥ। ମୋର ପ୍ରିୟ, ନୈବେଦ୍ୟ ଉତ୍ସର୍ଗ କରିବା ଏକ ବହୁତ ମହତ୍ୱପୂର୍ଣ୍ଣ ବିଷୟ ଅଟେ। ପ୍ରାର୍ଥନା ଆରାଧନା କରିବା ଏକ ବହୁତ ମହତ୍ୱପୂର୍ଣ୍ଣ ବିଷୟ ଅଟେ। ସମ୍ପୂର୍ଣ୍ଣ ହୃଦୟ ସହିତ ଆମମାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ସମ୍ପୂର୍ଣ୍ଣ ହୃଦୟ ସହିତ ଆମମାନଙ୍କୁ ଆରାଧନା କରିବାକୁ ପଡ଼ିବ। ତେବେ ଯାଇ ଆମମାନଙ୍କର ପ୍ରାର୍ଥନା ଆରାଧନା ଗ୍ରହଣ ଯୋଗ୍ୟ ହେବ, ଆମମାନଙ୍କର ନୈବେଦ୍ୟ ଗ୍ରହଣ ଯୋଗ୍ୟ ହେବ। ଏଥିପାଇଁ ଯେଶାୟା ଭବିଷ୍ୟଦ୍ବକ୍ତା କୁହନ୍ତି ଯେ ତୁମେ ଓଠରେ ତ ମୋର ଆଦର କରୁଅଛ, କିନ୍ତୁ ତୁମର ହୃଦୟ ମୋ ଠାରୁ ବହୁତ ଦୂରରେ ରହିଅଛି। ମନ ନ ଫେରାଇ, ପଶ୍ଚାତାପ ନ କରି ଜୀବନଯାପନ କରିବା ଲୋକମାନଙ୍କ ନିମନ୍ତେ ପରମେଶ୍ୱର କହୁଅଛନ୍ତି, ଯେ ପ୍ରକାର କି 7 ପଦରେ କଇନଙ୍କୁ ପରମେଶ୍ୱର କହିଲେ, ସତ୍କର୍ମ କଲେ କି ତୁମ୍ଭେ ଉର୍ଦ୍ଧ୍ୱମୁଖ ହେବ ନାହିଁ, ସତ୍କର୍ମ ନ କଲେ ପାପ ଦ୍ୱାରରେ ଛକିଥାଏ। ପାପ ଯଦି ଆମମାନେ କରୁଅଛୁ, ତେବେ ସେହି ପାପଟି ଦ୍ୱାରରେ ଠିଆ ହୋଇଅଛି। ମୋର ପ୍ରିୟ, ଆମମାନଙ୍କୁ ପାପରୁ ମୁକ୍ତ ହେବାକୁ ପଡ଼ିବ। ବିଶ୍ୱାସରେ, ଆତ୍ମିକ ଜୀବନରେ, ପ୍ରାର୍ଥନା ଜୀବନରେ ଆମମାନଙ୍କୁ ଆଗକୁ ବଢ଼ିବାକୁ ପଡ଼ିବ। ସମ୍ପୂର୍ଣ୍ଣ ହୃଦୟ ସହିତ ପରମେଶ୍ୱରଙ୍କୁ ଆରାଧନା କରିବାକୁ ପଡ଼ିବ। ତାପରେ ସେ କଇନକୁ ପରମେଶ୍ୱର କହିଲେ, ତୁମ୍ଭ ପ୍ରତି ତାହାର ବାସନା ରହିବ। ଯେଉଁ ପାପ ତୁ କରୁଅଛୁ, ସେହି ପାପର ବାସନା ତୁମ ପ୍ରତି ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବ। ମୋର ପ୍ରିୟ, ଯେତେବେଳେ ଆମମାନେ ପାପରେ ପତିତ ହୋଇ ରହିବା, ଆମମାନେ କେବେ ଉନ୍ନତ ହୋଇପାରିବା ନାହିଁ। କଇନ ସେ ନିଜର ପାପକୁ ସେ ପଶ୍ଚାତାପ କଲା ନାହିଁ, ଆଉ ସେ ହେବଲଙ୍କୁ ଏକୁଟିଆ ଦେଖି ସେ ତାକୁ ଆଘାତ କରି ମାରିଦେଲା, ଆଉ ତା ଜୀବନରେ ତାକୁ ହତ୍ୟା କରିଦେଲା। ଆଉ ଏଠାରେ କଇନ ଏବଂ ହାବିଲ, ହେବଲଙ୍କ ବିଷୟରେ ଆମେ ଯେତେବେଳେ ଦେଖୁଅଛୁ, କଇନ ନିଜ ଭାଇକୁ ମଧ୍ୟ ସେ ସ୍ନେହ କଲେ ନାହିଁ, ପ୍ରେମ କଲେ ନାହିଁ। ଆଉ ସେ ତାହାକୁ ଯେତେବେଳେ ଆମେ 8 ପଦରେ ପଢ଼ୁ, ତା ଉପରେ ଚଢ଼ି ତାକୁ ଆଘାତ କରିବା ବିଷୟ ଆମକୁ ଦେଖିବାକୁ ମିଳୁଛି। ଏଥି ନିମନ୍ତେ ପରମେଶ୍ୱର କଇନଙ୍କୁ ତାର କେତେ ଗୁଣ ତାକୁ ଅଭିଶାପ ଦେଉଛନ୍ତି, ତାର ଦଣ୍ଡ ଅଧିକ ସେ ବଢ଼ାଇ ଦେଉଛନ୍ତି। ମୋର ପ୍ରିୟ, ହତ୍ୟା କରିବା ଏକ ମହାପାପ ଅଟେ। ଯେକୌଣସି ବ୍ୟକ୍ତି
ହତ୍ୟା କରେ ତା ନିମନ୍ତେ 7 ଗୁଣ ଦଣ୍ଡ ରହିଅଛି। ଏଥିପାଇଁ ଆମମାନେ ଦେଖିବାକୁ ପାରୁଛୁ ଯେ କଇନ ଯେତେବେଳେ ତାର ଭାଇକୁ ହତ୍ୟା କଲା, ପରମେଶ୍ୱର ତାକୁ ଏମିତି ଦଣ୍ଡ ଦେଲେ, ସେ କହୁଛନ୍ତି ଯେ ହେ ପ୍ରଭୁ, ଏ ଦଣ୍ଡ ମୋ ନିମନ୍ତେ ଅସହ୍ୟ ଅଟେ। ଶୈତାନ ଏକ ହତ୍ୟାରା ଅଟେ, ଆଉ ଯିଏ ହତ୍ୟାରା ସେ ଶୈତାନଙ୍କ ଠାରୁ କାର୍ଯ୍ୟ କରିଥାଏ। ଶୈତାନ ସେ ଝଗଡ଼ା କରେଇଥାଏ। ଶୈତାନ ପରୀକ୍ଷାରେ ପକାଇବା ଶୈତାନ ଅଟେ। ଆଉ ସେହି ପ୍ରକାରେ କଇନ ଶୈତାନଙ୍କ ଆଗରେ ସେ ପଡ଼ିଗଲା। ଆଉ ଏଥିପାଇଁ ଯେତେବେଳେ ପରମେଶ୍ୱର ତାହାଙ୍କୁ ପଚାରିଲେ ଯେ ତୋର ଭାଇ କାହାନ୍ତି, ତୋର ଭାଇ ହେବଲ କାହାନ୍ତି, ସେ କହିଲେ ଯେ ମୁଁ କ'ଣ ମୋର ଭାଇର ରଖବାଲା? ଆଉ ସେ ଦେଖନ୍ତୁ ଯେ ନିଜର ଭାଇକୁ ମଧ୍ୟ ସେ ମାରିବା ପାଇଁ ସେ ପଛାଇଲା ନାହିଁ। ଶୈତାନ ତା ଜୀବନରେ ଏମିତି କାର୍ଯ୍ୟ କଲା। ଆଉ ଶୈତାନ ଏମିତି କାର୍ଯ୍ୟ କରିବା ପାଇଁ, ପାପ କାର୍ଯ୍ୟ କରିବା ପାଇଁ ଶୈତାନ ମନୁଷ୍ୟକୁ ସାହସ ଦିଏ, ହିମ୍ମତ ସାହସ ଦିଏ। ଆଉ ଏହି ପ୍ରକାର କାର୍ଯ୍ୟ କରି ସେ ନିଜର ଭାଇକୁ ହତ୍ୟା କରି ସେ ପରମେଶ୍ୱରଙ୍କୁ ହିଁ ଦୋଷ ଲଗାଉଛି। ପରମେଶ୍ୱରଙ୍କୁ ହିଁ ଦୋଷ ଲଗାଇ କହୁଛି ସେ ମୁଁ କ'ଣ ମୋର ଭାଇର ମୁଁ ରଖବାଲା କି? ଏହି ପ୍ରକାର ସେ ଜବାବ ଦେବାର ଆମମାନେ ଦେଖିବାକୁ ପାରୁଅଛୁ। ଯେତେବେଳେ ପରମେଶ୍ୱର ଆଦମ ଏବଂ ହବାଙ୍କୁ ଏଦେନ ଉଦ୍ୟାନରେ ରଖିଥିଲେ, ସେ ଏଦେନ ଉଦ୍ୟାନକୁ ରକ୍ଷା କରିବା ନିମନ୍ତେ ଆଦମ ଏବଂ ହବାକୁ ରଖିଥିଲେ। ସେମାନଙ୍କୁ ରେସ୍ପନ୍ସିବିଲିଟି ଦେଇଥିଲେ, ଦାୟିତ୍ୱ ଦେଇଥିଲେ। ଆଉ କଇନଙ୍କୁ ଯେତେବେଳେ ପଚରା ଯାଉଛି ଯେ ତୋର ଭାଇ କାହାନ୍ତି, ଆଉ ସେ ଜବାବ ଦେଉଛନ୍ତି ଯେ ମୁଁ କ'ଣ ମୋର ଭାଇର ମୁଁ ରକ୍ଷକ ଅଟେ? ମୁଁ କ'ଣ ମୋର ଭାଇର ମୁଁ ରକ୍ଷକ ଅଟେ? ଦେଖନ୍ତୁ, ପରମେଶ୍ୱର ନିଜର ପରିବାରକୁ ରକ୍ଷା କରିବା ନିମନ୍ତେ, ନିଜର ସମାଜକୁ ରକ୍ଷା କରିବା ନିମନ୍ତେ ସେ ଦାୟିତ୍ୱ ଦିଅନ୍ତି। ସେ ଜଣକୁ ଦାୟିତ୍ୱ ଦିଅନ୍ତି, ରେସ୍ପନ୍ସିବିଲିଟି। ଆଉ ସେ ଦାୟିତ୍ୱକୁ ଆମମାନଙ୍କୁ ଉତ୍ତମ ଭାବରେ ତାହା ନିଭେଇବାକୁ ପଡ଼ିବ। ଆଦମ ଏବଂ ହବାଙ୍କୁ ସେ ଏଦେନ ଉଦ୍ୟାନରେ ଦାୟିତ୍ୱ ଦେଇଥିଲେ, କିନ୍ତୁ ସେମାନେ ଦାୟିତ୍ୱକୁ ଦୁରୁପଯୋଗ କଲେ। ଆଉ ଏଠାରେ ମଧ୍ୟ କଇନ ଏବଂ ହେବଲଙ୍କ ଜୀବନରେ ଆମେ ଦେଖୁଅଛୁ, ପରମେଶ୍ୱର ଯେଉଁ ଦାୟିତ୍ୱର କଥା ତାଙ୍କୁ ପଚାରୁଛନ୍ତି, ତୋର ଭାଇ କାହାନ୍ତି? ଏକ ପାରିବାରିକ ଜୀବନ, ଭାଇ ଭଉଣୀ ପରିବାର ବିଷୟରେ ପଚରା ଯିବାବେଳେ ସେ କହୁଛନ୍ତି ମୁଁ କ'ଣ ମୋର ଭାଇର ରକ୍ଷକ କି? ସେ କୁଆଡ଼େ ଗଲା କି କ'ଣ କଲା, ମୁଁ ତାହାର ଜବାବ ଦେବି? ମୋର ପ୍ରିୟ, ପରମେଶ୍ୱର ଆମମାନଙ୍କୁ ଦାୟିତ୍ୱ ଦେଇଅଛନ୍ତି। ପରମେଶ୍ୱରଙ୍କର ଦାୟିତ୍ୱକୁ ଆମକୁ ବୁଝିବାକୁ ପଡ଼ିବ। ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ନୂତନ ନିୟମରେ କହିଲେ ଯେ ମୋର ମେଷକୁ ତୁମେ ଚରାଅ, ମୋର ମେଷକୁ ତୁମେ ରକ୍ଷା କର, ତାହାର ସେବା କର। ଜିମେବାରୀ, ରେସ୍ପନ୍ସିବିଲିଟି, ଏକ ଦାୟିତ୍ୱ ସେ
प्रत्येक मनुष्य को दे अछंती। काहाको तो परिवार को दायित्व दे अछंती, तो काहाको समाज रे दायित्व दे अछंती, और काहाको छोट दायित्व तो काहाको बड़ दायित्व। We have to follow the rules, the responsibility which has given by God to us। जो परमेश्वर के द्वारा, जो परमेश्वर को द्वारा आम को जो दायित्व दि जाइए ताहा उत्तम भाव में जदि आमने पालन करिबा, तेबे परमेश्वर को ठारो आमने आशीर्वाद पाइबा। परमेश्वर कईनी को मुखर से शुणा चाहूले जे हाँ प्रभु मु भूल करियाछि आ मोर भाई को मु मारी दे अछि, मते क्षमा करो। किंतु यह कहिबा बदल रे कईन परमेश्वर को दोष लगाई परमेश्वर को से प्रश्न करे कथा कहवा विषय माने देखुअछु। से कहला जे मु कौन मोर भाईर मो रक्षक अटे। यही प्रकार जवाब से देउछंती। मोर प्रिय परमेश्वर को आमे केबे भी प्रश्न करि परिबा नाही, जुक्ति तर्क माने करि परिबा नाही। परमेश्वर से परमेश्वर ही अटंती। आउ आम माने मनुष्य निजको आम को नत हेबाकु पड़िबो, निजको नम्र हेबाकु पड़िबो, परमेश्वर को निकट रे निजर भूल को मानिबाकु पड़िबो। तेबे आमने परमेश्वर सत्य शिष्य व सत्य संतना माने हो पारिबा। आउ आमनकर प्रार्थना, आमनकर आराधना, आमनकर नैवेद्य परमेश्वर को निकट रे ग्रहण योग्य हेबो। मोर प्रिय एठारे आमने पश्चाताप करने विषय आमने देखा पारुछु। से परमेश्वर से पचारुछंती जो परमेश्वर आकाश एवं पृथ्वी को निर्माण कले, जो परमेश्वर मनुष्य को निर्माण कले, जो परमेश्वर की लाजर को मृत्यु 4 दिन होइथिला आ ताकू जीवित कले, आ जो परमेश्वर की से अंध को दृष्टि देले, जो परमेश्वर को लंगड़ा को चलवा शक्ति देले, जो परमेश्वर जे बड़ बड़ बीमारी लोक मान को सुस्थ कले, से ही परमेश्वर से आज कईन को पचारुछंती जे तोर भाई कोटी अछि। आउ से निजर पाप को से अंगीकार करू ना, निजर पाप को से मानु ना, निजर पाप को से स्वीकार करू ना। हे प्रभु मोर भूल अच्छी, मु भूल करी अछि, मोर भाई को मु घात करी अछि। किंतु यही प्रकार कहवा बदल रे से परमेश्वर को उल्टा कहूँ जे मु कौन मोर भाईर रक्षक। मोर प्रिय आज आम को यही वाक्य शिखा को यह मिले जे आम माने निजर पाप को मानिबा को पड़िबो, पश्चाताप करने को पड़िबो। पश्चाताप बहुत ही जरूरी अटे। बिना पश्चाताप रे आमनकर नैवेद्य ग्रहण हो पारिबो नाही। बिना पश्चाताप रे आमनकर प्रार्थना ग्रहण योग्य हो पारिबो नाही। परमेश्वर होउछंती अंतर्यामी, परमेश्वर होउछंती सर्वज्ञानी। से जानिथिले जे हेबल वर्तमान नाहांती आ तार भाई ताको ऑलरेडी ताको मार दे अछि। आउ यह जानी सुधा से पचार परमेश्वर हेबल को कोटी अच्छी कौन होइछि से समस्त विषय से जानी सुधा से पचारुछंती जे तोर भाई कोटी अच्छी। तार अर्थ जे परमेश्वर पश्चाताप करिवा पाई ताको सुजोग देउछंती। आ परमेश्वर जे प्रेमी परमेश्वर से अचानक से कहार प्रतिशोध नियंती नाही।
ଆଉ ସେ ପଶ୍ଚାତାପ କରିବା ପାଇଁ ସୁଯୋଗ ଦିଅନ୍ତି। ମୋର ପ୍ରିୟ, ସେ ତାହାକୁ ପଶ୍ଚାତାପ କରିବା ନିମନ୍ତେ ତାକୁ ସୁଯୋଗ ଦେଉଛନ୍ତି। କେବଳ ଏତିକି ନୁହଁ, ସେ ତାହାକୁ ମନେ ପକାଇ ଦେଉଛନ୍ତି ଯେ କଇନ, ତୋର ଭାଇ ବିଷୟରେ ତୁ ମନେ ପକା, ତୁ କ'ଣ ଭୁଲ କରିଛୁ ତୁ ମନେ ପକା ଆଉ ପଶ୍ଚାତାପ କରେ। ଏଥିପାଇଁ ସେ ପଚାରୁଛନ୍ତି ବାରମ୍ବାର ଯେ ତୋର ଭାଇ କାହିଁ, ତୋର ଭାଇ କାହିଁ, ତୋର ଭାଇ କେଉଁଠି ଅଛି। ତାକୁ ପରମେଶ୍ୱର ଯେ ସର୍ବଜ୍ଞାନୀ ଅନ୍ତର୍ଯ୍ୟାମୀ ପରମେଶ୍ୱର ଅଟନ୍ତି, ଆଉ ସେ ଜାଣି ସୁଦ୍ଧା ସେ ପଚାରୁଛନ୍ତି ଯେ ହୋଇପାରେ ଯେ କଇନ ସେ ପଶ୍ଚାତାପ କରିବ, ନିଜର ପାପକୁ ସେ ମାନିବ, ନିଜର ଭୁଲକୁ ସେ ମାନିବ। କିନ୍ତୁ କଇନ ସେ ରାଜି ହେଉନାହାନ୍ତି। ସେ ଯାହା କରିଛନ୍ତି, ସେ ଯାହା ଭୁଲ କରିଛନ୍ତି, ସେ ତାହା ମାନିବା ପାଇଁ ରାଜି ହେଉନାହାନ୍ତି। ସେ ପଶ୍ଚାତାପ କରିବା ପାଇଁ ସେ ରାଜି ହେଉନାହାନ୍ତି। ଆଉ ସେ ପରମେଶ୍ୱରଙ୍କୁ ଓଲଟା ସେ ଦୋଷ ଲଗାଉଛନ୍ତି। ଆଉ ସେ କହୁଛନ୍ତି ଯେ ମୁଁ ଜାଣିନାହିଁ, ମୁଁ କ'ଣ ମୋର ଭାଇର ମୁଁ ରକ୍ଷକ। ଏହି ପ୍ରକାର ଜବାବ ସେ ଦେଉଛନ୍ତି। ପରମେଶ୍ୱର ପ୍ରେମୀ ଅଟନ୍ତି। ସେ ଆଦମ ଏବଂ ହୱାକୁ ଯେତେବେଳେ ସେ ଏଦନ ଏବଂ ଉଦ୍ୟାନ ବାଟିକାରୁ ବା ଏଦନ ଉଦ୍ୟାନରୁ ସେ ବାହାର କରିଦେଲେ, ସେ ବାଟିକାରୁ ଦୂରେ କଲେ, କିନ୍ତୁ ସେ ନିଜର ପରମେଶ୍ୱରଙ୍କର ଉପସ୍ଥିତିରୁ ସେ ଦୂରେଇ କରିନଥିଲେ। ଆଉ ଏଠାରେ କଇନ ପରମେଶ୍ୱରଙ୍କ ଠାରୁ ସେ ଦୂରେଇ ଗଲା। 16 ପଦରେ ଲେଖା ଅଛି ଯେ କଇନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବ ଦିଗସ୍ଥ ନୋଦ ନାମକ ଦେଶରେ ବାସ କଲା। ଆଉ କଇନ ଆପଣା ଭାର୍ଯ୍ୟାର ସହବାସ କରନ୍ତେ ସେ ଗର୍ଭବତୀ ହୋଇ ହନକକୁ ପ୍ରସବ କଲେ। ପୁଣି ସେ ଏକ ନଗର ନିର୍ମାଣ କରି ଆପଣା ପୁତ୍ରର ନାମ ଅନୁସାରେ ତହିଁର ନାମ ହନକ ଦେଲେ। ଆଉ ସେହି ହନକର ପୁତ୍ର ଇରଦ ଓ ଇରଦର ପୁତ୍ର ମହୁୟେଲ ଓ ମହୁୟେଲର ପୁତ୍ର ମଥୁସାଏଲ ଓ ମଥୁସାଏଲର ପୁତ୍ର ଲେମକ। ଏହି ଲେମକ 2 ସ୍ତ୍ରୀ ବିବାହ କଲେ। ଏହି ଲେମକ 2ଟି ସ୍ତ୍ରୀ ବିବାହ କଲେ। ଆଉ ଏକର ନାମ ଥିଲା ଆଦା ଓ ଅନ୍ୟର ନାମ ଥିଲା ଶିଲା। ଆଉ ଆଦାର ଗର୍ଭରେ ଜାବଳ ଜନ୍ମିଲା। ସେ ତମ୍ବୁ ନିବାସୀ ପଶୁପାଳକମାନଙ୍କର ଆଦି ପୁରୁଷ ଥିଲା। ତାହାର ଭାଇର ନାମ ଜୁବଳ ଥିଲା। ସେ ବୀଣା ଓ ବଂଶୀବାଦକମାନଙ୍କର ଆଦି ପୁରୁଷ ଥିଲା। ସେହି ପ୍ରକାରେ ଶିଲାର ଗର୍ଭରେ ତବୁଲ କଇନ ଜନ୍ମ ହେଲା। ସେ ପିତ୍ତଳ ଓ ଲୁହାର ନାନା ପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତବୁଲ କଇନର ନୟାମା ନାମ୍ନୀ ଏକ ଭାଗ୍ନୀ ଥିଲା। ଅନନ୍ତର ଲେମକ ଆପଣା ଭାର୍ଯ୍ୟାମାନଙ୍କୁ କହିଲେ, ଆଗ ଆଦା ଓ ଶିଲା, ମୋ କଥା ଶୁଣ। ଆଗ ଲେମକର ଭାର୍ଯ୍ୟାଗଣ, ତୁମ୍ଭେମାନେ ମୋ ବାକ୍ୟରେ କର୍ଣ୍ଣପାତ କର। ମୋ ଆଘାତର ପ୍ରତିଶୋଧରେ ଜଣେ ମନୁଷ୍ୟକୁ ଓ ପ୍ରହାରର ପ୍ରତିଶୋଧରେ ଜଣେ ଯୁବାକୁ ବଧ କରିଅଛି। ଯେବେ କଇନର ବଧ ପ୍ରତିଫଳ 7 ଗୁଣ ହୁଏ, ତେବେ ଲେମକର ପ୍ରତିଫଳ 77 ଗୁଣ ନିଶ୍ଚୟ ହେବ। ଏଥିଉତ୍ତାରୁ ଆଦମ ପୁନଶ୍ଚ ଆପଣା ଭାର୍ଯ୍ୟାମାନଙ୍କ
ସହବାସ କରନ୍ତେ ସେ ଏକ ପୁତ୍ର ପ୍ରସବ କରି ତାହାର ନାମ ସେଥ ଦେଲେ, ଯାହାର ଅର୍ଥ ପ୍ରତିନିଧି। ଯେହେତୁ ସେ କହିଲେ ପରମେଶ୍ୱର ହେବଲର ପ୍ରତିନିଧି ରୂପେ ଆଉ ଗୋଟିଏ ପୁତ୍ର ମୋତେ ଦେଇଅଛନ୍ତି, କାରଣ କଇନ ତାଙ୍କୁ ବଧ କରିଥିଲେ। ତେଣୁ ସେଥର ମଧ୍ୟ ଏକ ପୁତ୍ର ଜନ୍ମିଲା, ଆଉ ସେ ତାହାର ନାମ ଇନୋଶ ଦେଲା। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବାକୁ ଲାଗିଲେ।